ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଥିବାରୁ ଉପଯୁକ୍ତ ଚିକିତ୍ସା ନ ଦେଇପାରି ଏବେ ଭଗବାନଙ୍କ ଭରସାରେ ରୋଜଗାରିଆ ପୁଅର ଜୀବନକୁ ଛାଡ଼ି ଦେଇଛନ୍ତି ବୃଦ୍ଧା ବାପା ମା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସିରେଇ ଗ୍ରାମରେ। ସୂଚନା ମୁତାବକ କଣାସ ବ୍ଲକ ସିରେଇ ପଞ୍ଚାୟତର ସିରେଇ ଗ୍ରାମର ଆରତ ବେହେରାଙ୍କ ପୁଅ ହଜାରୀ ବେହେରା ଦିନକ ରାଜମିସ୍ତ୍ରୀ କାମ କଲେ ନିଜର 5 ପ୍ରାଣୀ ବିଶିଷ୍ଟ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଗତ କିଛି ଦିନ ପୂର୍ବେ କାମ କରିବାକୁ ଯାଉଥିବା ବେଳେ ଘରର ଆଜବେଷ୍ଟ ଉପରେ ଚଢ଼ି କାମ କରୁଥିବା ସମୟରେ ଆଜବେଷ୍ଟ ଭାଙ୍ଗିଯିବାରୁ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ପ୍ରଥମେ ଖୋର୍ଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ମେରୁଦଣ୍ଡ ଅତ୍ୟଧିକ ମାତ୍ରାରେ ମାଡ଼ ହେବାରୁ ଆଘାତ ପାଇ ଭିତରକୁ ଦବି ଯାଇଥିବା ଡାକ୍ତର କହିବା ସହିତ ତୁରନ୍ତ ଅସ୍ତ୍ରୋପଚାର କରିବା ଜରୁରୀ ବୋଲି ଦର୍ଶାଇଥିଲେ। ପରେ ପରେ ଆୟୁଷ୍ମାନ କାର୍ଡରେ ଥିବା ଟଙ୍କା ମାଧ୍ୟମରେ ଘରୋଇ ଡାକ୍ତରଖାନାରେ ଯେତିକି ସମ୍ଭବ ସେତିକି ସାରିଦେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଘରକୁ ଫେରାଇ ଦେଇଥିଲେ। ଘରର ଏକମାତ୍ର ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ବାପା ମାଙ୍କ ମୁଣ୍ଡରେ ବଜ୍ର ପଡ଼ିବା ସହ କେମିତି ପୁଅକୁ ଠିକ୍ କରିବେ ତାହା ତାଙ୍କ ମୁଣ୍ଡକୁ ଚିନ୍ତା ଘାରିଥିଲା। ପରେ ଘରେ ଥିବା ସମସ୍ତ ସୁନା ଅଳଙ୍କାରକୁ ବିକ୍ରି କରି ଏବଂ ଘରେ ଥିବା ସମସ୍ତ ଟଙ୍କାକୁ ପୁଅର ଚିକିତ୍ସାରେ ଲଗାଇ ଏବେ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି ବୃଦ୍ଧ ବାପା ମା। କାମକୁ ଯାଇଥିଲା ମିସ୍ତ୍ରୀ କାମରେ, ଆଜବେଷ୍ଟ କାଢୁ କାଢୁ ଆଜବେଷ୍ଟ ଭାଙ୍ଗିଗଲା। ସେଇଥିରେ ପୁଅ ପଡ଼ିଗଲା। ପଡ଼ିଯିବାରୁ ନେଇଗଲେ ମେଡ଼ିକାଲ। ଆଉ ଆମେ ତ ଘରେ କେହି ନାହୁଁ, ଆଉ କ'ଣ କରିବୁ? ନେଇଯିବା ପରେ ସେ କାର୍ଡ଼ରୁ ପଇସା କାଟିଲେ, କହିଲେ ଯେ ତମର ପଇସା ସରିଗଲା। ଆଉ ଯାହା କରଜ କାଢ଼ିଆ କଲୁ, ଆଉ ବଳ ନ ପାଇଲାଠୁ ଘରକୁ ଘିତି ଆସିଲୁ। ଆଉ ଘରେ ପକେଇ ରଖିଲୁ, ଆଉ କ'ଣ କରିବୁ? କାମ କରି ଯାଇଥିଲି ବେଗୁନିଆପଡ଼ା କାମ କରିବା ଆଜବେଷ୍ଟ ଉପରେ କାମ କରୁ ଆଜବେଷ୍ଟ ଭାଙ୍ଗିଗଲା ପରେ ମୁଁ ପଡ଼ିଗଲା ପରେ ସ୍ଥାନୀୟ ଲୋକମାନେ ମୋତେ ନେଇ ଖୋର୍ଦ୍ଧା ମେଡ଼ିକାଲ ଯାଇଥିଲେ। ଖୋର୍ଦ୍ଧା ମେଡ଼ିକାଲ ପରେ ଖୋର୍ଦ୍ଧା ମେଡ଼ିକାଲ ଫେରାଇ ଦେଲା ପରେ ଭୁବନେଶ୍ୱର ସୋମ ମେଡ଼ିକାଲ ଯାଇଥିଲି। ଗଲା ପରେ କାର୍ଡ଼ରେ ଆୟୁଷ୍ମାନ କାର୍ଡ଼ରେ ଯେଉଁ ପଇସା ଥିଲା ସେ ପଇସା ସରିଗଲା। ଅପରେସନ୍ ପରେ ସରିଗଲା ପରେ ମୋତେ ଡକ୍ଟର ଫେରାଇ ଦେଲେ, କହିଲେ ଘରକୁ ଆସିବା ପାଇଁ। ଘରେ ବୁଢ଼ାବୁଢ଼ୀ ବାପା ମା, ଟିକେ ଝିଅଟିଏ ସ୍ତ୍ରୀଟିଏ, ଆଉ ଇନକମ୍ କରିବାକୁ କେହି ନାହାନ୍ତି। ମୁଁ ପଡ଼ିଗଲା ପରେ ଆଉ ସବୁ ଯାହା ପଇସା ଥିଲା ଆମ ପାଖରେ କିଛି ନାହିଁ। ସରକାର ତରଫରୁ କିଛି ଯଦି ସହାୟତା ମିଳନ୍ତା ମୁଁ ଭଲ ହେଇପାରନ୍ତି। ବଡି କ'ଣ ଟୋଟାଲ ମାନେ ଫଙ୍କସନ୍ କରୁନି, ମାନେ କ'ଣ ହେଇଛି? କଣ୍ଟା ଠାରୁ ଗୋଡ଼ ଯାଏ, ଗୋଡ଼ ଟୋଟାଲ କାମ କରୁନି, ଟୋଟାଲ ଚାଲୁନି। ଝାଡ଼ା ପରିସ୍ରା କିଛି ଜଣାପଡ଼ୁନି, ହେଉଛି ଜଣାପଡ଼ୁନି କିଛି। ମୋ ସ୍ୱାମୀ ମିସ୍ତ୍ରୀ କାମ କରନ୍ତି। ସେ ଯାଇଥିଲେ ମିସ୍ତ୍ରୀ କାମ କରିବାକୁ, ଆଜବେଷ୍ଟ ଖୋଲିବା ଅବସ୍ଥାରେ ପଡ଼ିଗଲେ ତଳକୁ। ପଡ଼ିଯିବାରୁ ତାଙ୍କ ସ୍ପାଇନାଲ୍ କର୍ଡ଼ଟା କହିଲେ ଚାପି ହେଇଯାଇଛି। ଆମେ ସେଠୁ ତାଙ୍କୁ ମେଡ଼ିକାଲ ନେଲା ପରେ ସେ କହିଲେ ସ୍ପାଇନାଲ୍ କର୍ଡ଼ ଚାପି ହେଇଯାଇଛି। ସେଥିପାଇଁ କହିଲେ ତୁରନ୍ତ ଅପରେସନ୍ କରିଦେବାକୁ ପଡ଼ିବ। ଅପରେସନ୍ କରିବାକୁ ତୁମର କାର୍ଡ଼ରୁ ପଇସା କଟିବ କହିକି କାର୍ଡ଼ରୁ ପଇସା କାଟିଦେଲେ। ସବୁ କାଟିଗଲା ପରେ କହିଲେ ଯାଅ ହେରି, ତୁମ କାର୍ଡ଼ରୁ ପଇସା ହେଇଗଲା, ଘରକୁ ନେଇଯାଅ। ଆମେ ଏବେ ଘରକୁ ଆଣିକି ଆସିଛୁ। କେତେ ଦିନ ଘଟଣା ହେଲାଣି? ଏଇ ଘଟଣା 2 ମାସ ହେଲାଣି। 2 ମାସ ହେଲାଣି। ଘରେ ବର୍ତ୍ତମାନ ଶଯ୍ୟାଶାୟୀ ଅଛନ୍ତି ଯେ? ଅଛନ୍ତି। ଆମେ ଆଣିକି ଘରେ ରଖିଛୁ। ଆମକୁ ସରକାର ତରଫରୁ କିଛି ସାହାଯ୍ୟ ମିଳିଲେ ଆମେ କେଉଁ ମେଡ଼ିକାଲ ପତ୍ର ନେବୁ, ଭଲ କରିବୁ ମୋ ସ୍ୱାମୀକି। ଆମେ କ'ଣ ରଖିବେ ସରକାରଙ୍କ ପାଖରେ ନିବେଦନ ଏଭଳି ଦୁଃଖଦ ଘଟଣା ସମୟରେ? ସରକାରଙ୍କୁ ଏତିକି ନିବେଦନ କରୁଛୁ ଯେ ମୋ ସ୍ୱାମୀ ଘରର ମୁରବୀ ଥିଲେ। ଆମର ତାଙ୍କ ଉପରେ ଚଳିବାକୁ ଆମେ 4-5 ଜଣ ମଣିଷ ହେଉଛୁ। ମୋ ଛୋଟ ଛୁଆଟା, ତ ତାର ଭବିଷ୍ୟତ ପୁଣି ଅଛି। ସରକାରଙ୍କୁ ଏତିକି ନିବେଦନ କରୁଛୁ ମୋ ସ୍ୱାମୀକି କେମିତି ଟିକେ ଭଲ କରିଦିଅନ୍ତୁ। ଏବେ ପୁଅର ଅଧିକ ଚିକିତ୍ସା ଏବଂ ଔଷଧ ପାଇଁ ଅର୍ଥ ବାଧକ ସାଜିଥିବାରୁ ଶେଷରେ ପ୍ରଶାସନ ଏବଂ ସରକାରଙ୍କ ସହାୟତା ଲୋଡୁଛନ୍ତି ବୃଦ୍ଧ ବାପା ମା। କୌଣସି ସହୃଦୟ ବ୍ୟକ୍ତି କିମ୍ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଦି ସାହାଯ୍ୟର ହାତ ବଢ଼ାନ୍ତେ ତେବେ ତାଙ୍କ ରୋଜଗାରିଆ ପୁଅ ରୋଗରୁ ମୁକ୍ତ ହୋଇ ପୁନର୍ବାର ନିଜ ପରିବାର ମୁହଁରେ ହସ ଫୁଟାଇ ପାରନ୍ତା। ନଚେତ୍ ସର୍ବଶେଷରେ ଭଗବାନଙ୍କ ଭରସାରେ
ପୁଅକୁ ଛାଡ଼ି ଦେଇଛନ୍ତି ବୋଲି ବୁଧା ବାପା ମା ମତବ୍ୟକ୍ତ କରିଛନ୍ତି। ଯେଉଁ ସହୃଦୟ ବ୍ୟକ୍ତି ହଜାରୀ ବେହେରାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତଳେ ଦିଆଯାଇଥିବା ଯୋଗାଯୋଗ ନମ୍ବରରେ ସମ୍ପର୍କ କରିପାରିବେ। ଆକାଉଣ୍ଟ ନମ୍ବରରେ କିମ୍ବା ଫୋନ୍ପେ ମାଧ୍ୟମରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିପାରିବେ। ଚନ୍ଦ୍ର ପ୍ରଧାନ ଦେଖିବାକୁ ବିଷୟରେ ନାଇଁ ତ ଆମ ପଡ଼ିଶା ଘର ପାଖର ଲୋକ ସେ କାମ କରିବାକୁ ଯାଏ ଡେଲି। ତା କାମ ନ କଲେ ତ ପରିବାର ପୋଷଣ ହୋଇପାରିବନି। ତେଣୁ ଯାଇଥିଲା କେଉଁଠିକି ଆଜବେଷ୍ଟ ଖୋଲିବା ପାଇଁ, ସେଠୁ ଆଜବେଷ୍ଟ ଭାଙ୍ଗିଗଲା। ଆଜବେଷ୍ଟ ଭାଙ୍ଗିଯିବାରୁ ଗଳି ପଡ଼ିଲା। ଅଣ୍ଟାଟି ଡ୍ୟାମେଜ୍ ହେଇଯାଇଛି। ଅପରେସନ୍ କରିବା ପାଇଁ ମେଡ଼ିକାଲ ଯାଇଥିଲା। କାର୍ଡ଼ ସରିଯିବାରୁ ପଇସା କାର୍ଡ଼ରେ ଯେତିକି ଥିଲା ସରିଯିବାରୁ ଡାକ୍ତରଖାନା ଫେରେଇ ଦେଲେ। ଆଉ କ'ଣ ତାପରେ ଆସି ଘରେ ଅଛନ୍ତି। ଆଉ ସରକାର ସହମତି କେମିତି କିଛି ମିଳିଲେ ଟିକେ ଅନୁଦାନ ଟିକେ ଉପକୃତ ହେବେ ବୋଲି ଆମେ ଆଶା କରୁଛୁ। ଆମର ଯେଉଁ ରୋଗୀଟି ପଡ଼ିଛନ୍ତି ଆମ ପଡ଼ିଶାର ରୋଗୀ, ତାଙ୍କ ନାଁ ହେଉଛି ହଜାରୀ ବେହେରା। ସେ ମିସ୍ତ୍ରୀ କାମ କରିବା ଫଳରେ ଆଜବେଷ୍ଟରେ ଚଢ଼ିଥିଲା ଏବଂ ଆଜବେଷ୍ଟରୁ ଖସି ପଡ଼ିଥିଲା। ଆମେ ଶୁଣିବାକୁ ପାଇବା ଭିତରେ ସେ ଯାଇଥିଲା ମେଡ଼ିକାଲରେ ଟ୍ରିଟମେଣ୍ଟ ହେବା ପରେ ତାଙ୍କ କାର୍ଡ଼ ଯେଉଁ ପଇସା ସରିଯିବା ପରେ ତାକୁ ମେଡ଼ିକାଲ ବାଲା ଘରକୁ ଫେରାଇ ଦେଇଥିଲେ ଏବଂ ସେ ବହୁ ଆର୍ଥିକ ଇଏରେ ଅନାଟନରେ ଚଳୁଛି। ତାର ଛୋଟ ଝିଅଟି ଏବଂ ତାର ଉପରେ 5 ପ୍ରାଣୀ ନିର୍ଭର କରୁଛନ୍ତି। ସେ ଏକୁଟିଆ ଥିଲା, ଏ ଘରର ରୋଜଗାରିଆ ପୁଅ। ତେଣୁ ତାକୁ ଯଦି କିଛି ସରକାର ସାହାଯ୍ୟ କରନ୍ତେ ଏବଂ କିଛି ଅନୁଦାନ ଦିଅନ୍ତେ, ତାର ସେ ମେଡ଼ିକାଲ ନେଇ କିଛି ଇମ୍ପ୍ରୁଭ୍ କରିବା ପାଇଁ ପଇସା ଦରକାର ଏବଂ ତାର ସେ ଯାହା ବି ସମ୍ବଳ ଥିଲା ତାକୁ ବିକି ଭାଙ୍ଗିକିରି ତା ପାଇଁ ଖର୍ଚ୍ଚ କରୁଛନ୍ତି। ତେଣୁ ତାକୁ ଯଦି ସରକାର କିଛି ବି ସାହାଯ୍ୟ ଏବଂ ସହାନୁଭୂତି କୁଆଡ଼ୁ ମିଳନ୍ତା ତାହେଲେ ସେ ଉପକୃତ ହୋଇପାରନ୍ତା। ପୁରୀରୁ ମାନସ କୁମାର ମାର୍ଥାଙ୍କ ରିପୋର୍ଟ, ATV ଓଡ଼ିଶା ଲାଇଭ୍।